বিষাক্ত খাদ্য খাই 15 জন ছাত্ରୀ ଡାକ୍ତରଖାନାରେ ଭର୍ତ୍ତି। বিষাক্ତ ଖାଦ୍ୟ ଖାଇବାରୁ 15 ଜଣ ଛାତ୍ରୀ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସୂଚନା ମୁତାବକ ଉକ୍ତ ବିଦ୍ୟାଳୟର ବାଲବଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ 324 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ବିଦ୍ୟାଳୟ ପରିସରରେ କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲ ଏବଂ ଏକ ଆଦିବାସୀ ହରିଜନ ବାଳିକା ବିଦ୍ୟାଳୟ ରହିଛି। କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲରେ 170 ଜଣ ଛାତ୍ରୀ ରହି ପାଠ ପଢ଼ୁଛନ୍ତି। ଉକ୍ତ ହଷ୍ଟେଲର ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ମହାନ୍ତ ଥିବାବେଳେ ୱାର୍ଡେନ ଦାୟିତ୍ୱରେ ଅଛନ୍ତି ଶିକ୍ଷୟିତ୍ରୀ ସୁଜାତାରାଣୀ ପଣ୍ଡା। ଆଜି ଉକ୍ତ ହଷ୍ଟେଲରେ 14 ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ 12 ମାଇଲ ସ୍ଥିତ କିଷାନ ତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। বিষাক্ତ ଖାଦ୍ୟ ଖାଇ ଛାତ୍ରୀମାନେ ଅସୁସ୍ଥ ହୋଇଥିବା କଥା କହିଛନ୍ତି ଡାକ୍ତର ଚନ୍ଦ୍ରମୋହନ ସିଂ। ଛାତ୍ରୀମାନଙ୍କ ପେଟ ଯନ୍ତ୍ରଣା ସହିତ ବାନ୍ତି ଜ୍ୱର ହେଉଛି ବୋଲି କହିଛନ୍ତି ଡାକ୍ତର ସିଂ। ଏନେଇ ୱାର୍ଡେନ ପଣ୍ଡାକୁ ପଚାରିବାରୁ ହଷ୍ଟେଲରେ ଉପଯୁକ୍ତ ଖାଦ୍ୟ ଦିଆଯାଉଥିବା କଥା କହିଥିଲେ। ସେହିପରି ପ୍ରଧାନ ଶିକ୍ଷୟିତ୍ରୀମାନେ ସମାନ କଥା ଦୋହରାଇଥିଲେ। ବିଓ ବିଜୟ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ପୂର୍ବରୁ ଏଠାରେ ପିଇବା ପାଣି ଉପଯୁକ୍ତ ନଥିବାରୁ ଡାକ୍ତରୀ ଦଳ ପହଞ୍ଚି ଯାଞ୍ଚ କରିଥିଲେ ଏବଂ ଆଜି ଘଟଣାକୁ ନେଇ ପୁଣି ଯାଞ୍ଚ କରାଯିବ ବୋଲି କହିଛନ୍ତି। ସାର୍ ନିଜେ କହିଲେ ନା ଡକ୍ଟର ନିଜେ କହିଲେ ଯେ ଦୂଷିତ ଖାଦ୍ୟ ପାଇଁ ହିଁ ଏହା ଅସୁବିଧା ହେଇଛି, ଫୁଡ୍ ପଏଜନ୍ ହେଇଛି। ଆମ ପିଲାକୁ ଆମେ ଦୂଷିତ ଖାଦ୍ୟ ଦେଇନାହିଁ। ତାହେଲେ କାରଣ କ'ଣ ରହିଲା ଏଠି? ଡକ୍ଟର କହୁଛନ୍ତି କାରଣ ହେଉଛି ଦୂଷିତ ଖାଦ୍ୟ, ଆପଣ କହୁଛନ୍ତି ଦୂଷିତ ଖାଦ୍ୟ ନୁହେଁ। କ'ଣ ଆପଣ ଘଣ୍ଟ ଘୋଡ଼ଉଛନ୍ତି କି ଯେ ଆପଣଙ୍କ ଦୁର୍ବଳତା? ମୋ ପିଲାମାନେ ଦୂଷିତ ଖାଇନାହାନ୍ତି। ନାଇଁ, ଆପଣ ୱାର୍ଡେନ ଅଛନ୍ତି, ସବୁ ପିଲାଙ୍କର ଦାୟିତ୍ୱ। ପେଟ କଥା ହେଉଛି ହସ୍ପିଟାଲ ଆମେ ପହଞ୍ଚିଛୁ। କ'ଣ କଥା କ'ଣ ପାଇଁ ହେଇଛି ସବୁ କହିଛୁ ନା ହଷ୍ଟେଲରେ ଖାଦ୍ୟ କ'ଣ ଖାଇଥିଲେ? ଖାଦ୍ୟ ସକାଳୁ ବିସ୍କୁଟ ଖାଇଥିଲେ, ଯାହା ଆମର ଫୁଡ୍ ମେନୁ ଅଛି। ତାପରେ କ'ଣ ଖାଇଥିଲେ? ତାପରେ 9ଟା ବେଳେ ଖାଇଲେ ଭାତ, ଆଳୁ ତରକାରୀ ଆଉ ଖଟା, ଯାହା ସବୁ ଫୁଡ୍ ମେନୁ ଅଛି ସେଇଆ ଖାଇଥିଲେ। ଆମର ରେଗୁଲାର ସେ ଖଟା ବି ଆମେ ପଠାଉଛୁ କ'ଣ କରୁଛନ୍ତି। ତାପରେ ହଠାତ୍ ପିଲାଙ୍କର ପେଟ ପିଲାଟା ସରିଲା ପରେ 11ଟା ପାଖାପାଖି କହିଲେ ଟିକେ ପେଟ କଥା ଜଣ 2 ଜଣ ତାପରେ କହିଲେ ଆଉ 15 ଜଣ ଆଡ଼ମିସନ୍ ହେଇଛନ୍ତି, ପେଟ ବଥା ବାନ୍ତି ତାପରେ ହେଇଛି ଆଉ ଟିକେ ବାନ୍ତି ସମସ୍ତଙ୍କ ନାହିଁ। ସମସ୍ତ ହେଇନି ତ ଘଟଣା କ'ଣ ଖାଦ୍ୟ କିଛି ଡକ୍ଟର କହିବେ କ'ଣ ପାଇଁ ସ୍କୁଲ ନାମ କେଉଁଠି ଖାଇବା ପାଇଁ ଯାଇଥିଲ? ସେଠି କ'ଣ ହେଉଥିଲା? କେତେଟା ସ୍କୁଲର ଫଙ୍କସନ୍ ହେଉଥିଲା ତୁମ ସ୍କୁଲ? ହେଡ଼ ଦିଦି ଯାଇଥିଲେ? ଆଉ କେଉଁ ସାର୍ ନେଇକି ଯାଇଥିଲେ? ବିଜୟ ଟିପିଲିଆ ସାର୍। ନାଚ ସାରିଲା ପରେ କ'ଣ ଖାଇଥିଲ ସେଠି? ହଁ, ଭାତ ଆଉ ତାପରେ ସକାଳୁ ପେଟ ବଥା ହେଲା। ହଉ, ଆପଣଙ୍କ ନାମ ପରିଚୟ? जागेन कुमार हमारा କ'ଣ ଅଛନ୍ତି? स्कूल एसएमसी चेयरमैन। କ'ଣ କହିବେ ଯେଉଁ ସ୍ୱାସ୍ଥ୍ୟକର ପରିବେଶରେ ପିଲାମାନେ ଖାଦ୍ୟ ଖାଉଛନ୍ତି ବା ରହୁଛନ୍ତି, ପଛଆଡ଼େ ନଳ ନର୍ଦ୍ଦମା ଭର୍ତ୍ତି ଏବଂ ଆଜି 15 ପିଲା ଗୁରୁତର ଅସୁସ୍ଥ ହୋଇଛନ୍ତି, ପେଟ ଝାଡ଼ା ବାନ୍ତି ଆକ୍ରାନ୍ତ ହୋଇ 12 ମାଇଲ ହସ୍ପିଟାଲ କ'ଣ ଦେଖୁଛନ୍ତି, କ'ଣ କହିବେ? ये आम पानी समस्याटा ये आम कुंड नर्दमा भाया देखा जाऊँगी। तो मु चेयरमैन है सब डिपार्टमेंट को आम जनईछु, एमती मुखी पंचायत वाला को आणिकी भी ये सरपंच को आणिकी देखी देछि जे भाई ये आम 150टा पिला रोचंती एटा कौन करवा। से कहले देख जे ड्रेन वाइज हम है कि ड्रेन पर आम सेमती जगह ना कौ साइड को ड्रेन देवाई बाहर को एने तब सब बड़ कथा गतकाली जो खाद्य खाई सब डॉक्टर जहाँ कहते फुड पॉइजनिंग होती गतकाली खाद्य विषाक्त हो जहाँफल कि एभलिया घटना घटी खाद्यर मान को नहीं कौन कहे? देखो सर एतकी वर्ष रहा दिने भी से प्रोब्लेमटा है जानी आज जानी पाखापाखि 15-20 मिनट पूर्वर आप आसवा 15-20 मिनट पूर्व जानी स्कूल पिला 14टा हस्पिटाल एडमिशन है सागे सागे फोन कली कौन है ना आमर पेट बथार 4-5 जन पिला जाइछंती, काछुकुंडिया किसी पिला जाइछंती,
ଏମିତି ଦିଦି କହୁଛନ୍ତି କାଛୁ କୁଣ୍ଡିଆ କିନ୍ତୁ ସେଠି ପିଲାମାନେ ସମସ୍ତେ ପେଟ ବଥା ନାଇଁ ସାର୍, ଟିକେ ଆକ୍ରାନ୍ତ ବୋଲି ଡକ୍ଟର ଟ୍ରିଟମେଣ୍ଟ କରୁଛନ୍ତି। ସାର୍ ବର୍ତ୍ତମାନ ସୁଦ୍ଧା ମୋର ପିଲା ସବୁ ହସ୍ପିଟାଲରେ ଅଛନ୍ତି, ଆପଣମାନେ ସେମାନଙ୍କ ପାଖରୁ ବି ବାଇଟ୍ ନେଇପାରିବେ। ଯାହା କହିବା କଥା ଫୁଡ ପଏଜନ ହେଇଛି ବୋଲି ହେଇଥିବ ଯଦି ସେଟା ବି ଆମେ କହିପାରିବା ଏଠି ଦୂଷିତ ଖାଦ୍ୟ ଦିଆ ହଉଛି ପିଲାମାନଙ୍କୁ। ନା ଦୂଷିତ ଖାଦ୍ୟ ହେଲେ ମୁଁ ଭାବୁଛି ଯଦି ମୋର 150ଟା ପିଲା ତଦନ୍ତ କରିବାର ଆବଶ୍ୟକତା ଏବଂ ଖାଦ୍ୟ ଉପରେ ତଦନ୍ତ କରିବାର ବର୍ତ୍ତମାନ ବି ସେ ଖାଦ୍ୟ ଥିବ ବୋଧେ ସ୍କୁଲରେ। ତାହେଲେ ଆପଣ କହୁଛନ୍ତି ପାଣି ଏବଂ ଖାଦ୍ୟ ଉପରେ ଯାଞ୍ଚ କରିବା ଆବଶ୍ୟକତା ହଉଛି। ନିହାତି। ହରିପ୍ରିୟା ମହନ୍ତ, ସ୍କୁଲ ନା ଗଭର୍ଣ୍ଣମେଣ୍ଟ ଟି ସ୍କୁଲ ଭାଲିଆଡି। କଣ ହେଇଥିଲା ବର୍ତ୍ତମାନ? କେତେଟା ଛୁଆର ପେଟ ବଥା, ବାନ୍ତି, ଝାଡା ହେଲା, ତାପରେ କେଜଣକା ଥଣ୍ଡା ଜ୍ୱର ବି ହେଇଛି, ଘା ବି ହେଇଛି, ତ ହସ୍ପିଟାଲ ନେଇଥିଲେ। କିଏ ନେଇଛନ୍ତି? ହସ୍ପିଟାଲ ଆମର ଆଟେଣ୍ଡାଣ୍ଟ ଯାଇଛନ୍ତି ଆଉ ଇଏ ୱାର୍ଡେନ ବି। ଶିକ୍ଷକ କେହି ଯିବାର ଆବଶ୍ୟକତା ମନେ କଲେନି? ସାର୍ ଆଉ ସେଇ ୱାଚମ୍ୟାନ୍ ବି ଯାଇଥିଲେ, ଶିକ୍ଷକ ସାର୍ କେହି କୋଉ ଯାଇଥିଲେ। ପରିସ୍ଥିତି ଛୁଆଙ୍କ ଏଇଭଳିଆ ହେଲା? କଣ ଖାଇଥିଲେ? ସାର୍ ସକାଳେ ତ ବିସ୍କୁଟ ଖାଇଥିଲେ, ଆଉ 9ଟା ବେଳେ ଭାତ, ଡାଲି ଆଉ ଆଳୁ ସୋୟାବିନ ତରକାରୀ ଆଉ ଖଟା। ଗତକାଲି କୋଉଠି ଖାଇଥିଲେ? ଗତକାଲି ହଷ୍ଟେଲରେ ଖାଇଥିଲେ। ମ୍ୟାଡାମ ଡକ୍ଟର କହିଲେ ଦୂଷିତ ଖାଦ୍ୟ ପାଇଁ ଆଜି ପିଲାମାନେ ଗୁରୁତର ହେଇଛନ୍ତି, ସେ ବିଷୟରେ ଆପଣ କଣ କହିବେ? ସାର୍ ଖାଦ୍ୟ ତ ଆମର ଦୂଷିତ ଯଦି ହେଇଥାନ୍ତା ତାର ଏତେ ପିଲା ରହୁଛନ୍ତି। ସମସ୍ତଙ୍କ ରେଜିଷ୍ଟ୍ରିଂ ପାୱାର ମ୍ୟାଡାମ ସମାନ ନୁହେଁ, ସବୁ ପିଲା କଣ ଅସୁସ୍ଥ ହବା ପାଇଁ ଆପଣ ଚାହୁଁଥିଲେ କି? ନା ସାର୍, ହେଲେ ବି ଯଦି ମାନେ ଖାଦ୍ୟର କିଛି ହେଇଥାନ୍ତା ତ ଆଉ କିଛି ଛୁଆ ଗତକାଲି ବେତନ ଟିକେ କଣ ପ୍ରୋଗ୍ରାମ ଥିଲା? ବଦଳରେ ତାଙ୍କର ସାର୍ ସେ ଯୋଉ ଏକ୍ସ ମିଲିଟାରୀ ମ୍ୟାନ ମାନେ ତାଙ୍କର କି ଗୋଟେ ପ୍ରୋଗ୍ରାମ କରିଥିଲେ, ତ ସେଇଥିପାଇଁ ଯାଇଥିଲେ ଛୁଆମାନେ। କଣ ପାଇଁ ଡ୍ୟାନ୍ସ କରିବା ପାଇଁ। କେତେ ଜଣ ଯାଇଥିଲେ? 41 ଜଣ। ଆପଣ ପରମିଶନ କୋଉଠୁ ନେଇଥିଲେ? ଜିଓ ସାର୍ ଦେଇଥିଲେ। ସେଠି ଖାଦ୍ୟ କଣ ଦିଆଯାଇଥିଲା? ସେଠି ସାର୍ ମୁଢି ତରକାରୀ ଦେଇଥିଲେ ଫାଷ୍ଟ, ତାପରେ ଆସିଲା ବେଳେ ଭାତ ଆଉ ଚିକେନ ଆଉ ପନିର ଫନିର। ସେଠି ଯଦି ଖାଦ୍ୟ ଖାଇଥାନ୍ତେ, ଯଦି ଖାଦ୍ୟ ଦୂଷିତ ଥାନ୍ତା ତାହେଲେ ରାତିରେ ପିଲାମାନେ ମେଡିକାଲ ଯାଇଥାନ୍ତେ। ଯେହେତୁ ରାତିରେ ହଷ୍ଟେଲରେ ଖାଇଛନ୍ତି, ପୁଣି ସକାଳେ ଖାଇଛନ୍ତି, ତାପରେ ମେଡିକାଲ ଯିବାଟା ଯେଟା କି ସନ୍ଦେହ ସୃଷ୍ଟି କରୁଛି, କଣ କହିବେ ସେ ବିଷୟରେ ଆପଣ? ଡକ୍ଟର କହୁଛନ୍ତି ଦୂଷିତ ଖାଦ୍ୟ। ସାର୍ ଛୁଆମାନେ ଠିକ ସେ ପାଣି ପିଉନଥିବେ, ତାପରେ ଆମର ଯୋଉ ହୋଟେଲରେ ଜଣେ ପାର୍ଟ ଟାଇମ ଟିଚର ମ୍ୟାଡାମ ଥିଲେ, ତାଙ୍କର ସେଇରକମ ଫାଷ୍ଟ ତାଙ୍କୁ ଝାଡା ବାନ୍ତି ହେଲା, ତାପରେ ବେଶୀ ହେଲା ବେଳକୁ ତାଙ୍କର ଘରକୁ ଫୋନ କରିକି ଡାକା ହେଲା, ତାଙ୍କୁ